ଆଜି ଆମେ ପ୍ରସ୍ତୁତ କରିବା ଭାତ ଘାଣ୍ଟ। ନାଁଟା ଯେମିତି ନୂଆ ନା, ଟେଷ୍ଟ ବି ପୁରା ଜବରଦସ୍ତ। ଦେଖିବେ ଭାତ, ଡାଲି, ତରକାରୀ ବନେଇବାକୁ ବୋର୍ ଲାଗୁଛି, ଆଉ ଗୋଟେ ରେସିପିରେ ତିନୋଟି ଯାକ ଯଦି ସ୍ୱାଦ ଆଣିବାକୁ ଚାହୁଁଛନ୍ତି, ତାହେଲେ ଏଇ ରେସିପିଟା ଘରେ ବନେଇକି ଦେଖନ୍ତୁ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଯଦି କିଛି ହେଲ୍ଦି ଖାଇବାକୁ ଇଚ୍ଛା ଅଛି, ତ ତାହେଲେ ଏଇ ରେସିପିଟା ଆପଣମାନଙ୍କ ପାଇଁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଭାତ ଘାଣ୍ଟ ବନେଇବା ପାଇଁ ପ୍ରଥମେ କିଛି ପନିପରିବା ନେବା। ନିଜ ମନ ପସନ୍ଦ ଅନୁସାରେ ଆପଣମାନେ ପନିପରିବାଟି ନେଇପାରିବେ। ଏଠି ପନିପରିବାରେ ଆଳୁ, ବାଇଗଣ, ସଜନା ଛୁଇଁ ନେଇଛି ଆଉ ତାକୁ ପୁରା କଟିଂ କରିଦେଇଛି। କଟିଂ ହେଇସାରିବା ପରେ 2ରୁ 3 ଥର ଟିକେ ଆମେ ପାଣିରେ ଭଲସେ କ୍ଲିନ୍ କରି ଧୋଇଦେବା। ଧୋଇ ସାରିବା ପରେ ପାଣିରୁ ତାକୁ ଆମେ ଛାଣିକିରି ଗୋଟେ ବାଉଲକୁ ଆମେ ବାହାର କରିଦେବା। ତ ଦେଖନ୍ତୁ ମୁଁ ଗୋଟେ ବାଉଲକୁ ବି ବାହାର କରିଦେଇଛି। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ଆଉ କିଛି ଟମାଟୋ ବି ଏଠି କଟିଂ କରିଦେଇଛି, ପିଆଜ ବି କଟିଂ କରିଦେଇଛି। ତ ସବୁ ପନିପରିବା ଟମାଟୋ ଆମେ ସବୁ ସାଇଡ଼ରେ ରଖିଦେବା। ତାପରେ ଗୋଟେ ଆମେ ଡେକ୍ଚି ନେବା। ଆପଣମାନେ ଯେତିକି ବନେଇବାକୁ ଚାହିଁବେ ସେ ଅନୁସାରେ ଡେକ୍ଚି ନେବେ। ଆପଣମାନେ ଚାହିଁଲେ ପ୍ରେସର କୁକରରେ ବି ବନେଇ ପାରିବେ। ତ ତାପରେ କ'ଣ କରିବା, ଗୋଟେ ଡେକ୍ଚିରେ କିଛି ରିଫାଇନ୍ ତେଲ ଏଡ଼୍ କରିବା। ତେଲ ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ପିଆଜକୁ। ଆପଣମାନେ ନୋଟିସ୍ କରିପାରିଥିବେ ଏଠି ମୁଁ କିଛି ଫୁଟଣ ଏକ୍ସଟ୍ରା ଏଡ଼୍ କରିନି, ଯେହେତୁ ଆମେ ଆଗକୁ ଏଡ଼୍ କରିବା। ତ କେବଳ ମୁଁ ପିଆଜ ଏଡ଼୍ କରିଦେଲି। ପିଆଜଟା ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଟିକେ ଭାଜିବା। ପିଆଜ ସଫ୍ଟ ହେଇସାରିବା ପରେ ଅଦା, ରସୁଣ, କଞ୍ଚା ଲଙ୍କାର ପେଷ୍ଟ ଦେଇଦେବା। ଆଉ ତାକୁ ଭଲସେ ପୁଣି ଥରେ ଆମେ ମିକ୍ସ କରିଦେବା। ଯେମିତି ଆପଣମାନେ ତରକାରୀ ବସାଉଛନ୍ତି ସେଇଭଳି ପ୍ରୋସେସ୍ରେ ବନେଇବେ। ଆଉ ଦେଖିବେ ଏଇ ରେସିପିଟା ଯଦି ବନାଉଛନ୍ତି, ଆପଣମାନଙ୍କୁ ଭାତ, ଡାଲି ଆଉ ଏକ୍ସଟ୍ରା କିଛି ତରକାରୀ ବନେଇବାକୁ ପଡ଼ିବନି। ଗୋଟେ ରେସିପିରେ ଆପଣମାନେ ତିନୋଟି ସ୍ୱାଦ ପାଇବେ ଆଉ ବହୁତ ବଢ଼ିଆ ସୁପର ଟେଷ୍ଟି ଲାଗେ ଖାଇବା ପାଇଁ। ଆପଣମାନେ ଯଦି ଆଗରୁ କେବେ ବନେଇ ନାହାନ୍ତି, ଥରେ ମାତ୍ର ବନେଇକି ଦେଖନ୍ତୁ। ହେଲ୍ଦି ରହିବ, ଟେଷ୍ଟି ବି ରହିବ, ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ଦେଖନ୍ତୁ ଏଠି ଅଦା ରସୁଣର ପୁରା କଞ୍ଚା ସ୍ମେଲ୍ ଚାଲିଗଲା ପରେ ଆମେ କ'ଣ କରିବା, କଟିଂ କରି ରଖିଥିବା ଟମାଟୋକୁ ଏଡ଼୍ କରିଦେବା। ଏଠି ମୁଁ ଟିକେ ଅଧିକା ଟମାଟୋ ଏଡ଼୍ କରିଛି, କାହିଁକି ନା ଦେଖିବେ ଖାଇବା ସମୟରେ ହାଲକା ଟିକେ ଖଟାଳିଆ ସ୍ୱାଦ ରହିବ ନା, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣମାନେ ଯଦି ଟମାଟୋ ଏଡ଼୍ କରିବାକୁ ଚାହୁଁନାହାନ୍ତି ଟିକେ ଖଟାଳିଆ ସ୍ୱାଦ ପାଇଁ, ତାହେଲେ ଆପଣମାନେ ତେନ୍ତୁଳି ରସ ବି ଏଡ଼୍ କରିପାରିବେ। ତ ଏବେ କ'ଣ କରିବା, ଟମାଟୋକୁ ଭଲସେ ଟିକେ ମିକ୍ସ କରିବା। ଟମାଟୋ ଟିକେ ସିଝି ସାରିବା ପରେ ଆମେ ଯେଉଁ ପନିପରିବା ସବୁ କଟିଂ କରି ରଖିଥିଲେ, ସେଇ ପନିପରିବା ସବୁତକ ଆମେ ଏଡ଼୍ କରିଦେବା। ଏଡ଼୍ କରିସାରିବା ପରେ ପୁଣି ଥରେ ଟିକେ ଆମେ ହାଇ ଫ୍ଲେମ୍ରେ ଏଇ ସମୟରେ ଗ୍ୟାସ୍ ଫ୍ଲେମ୍କୁ ରଖିବା। ଆଉ ପୁଣି ଥରେ ଟିକେ ଓଲଟ ପାଲଟ କରି ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଟିକେ ରହିକି ଟିକେ ମିକ୍ସ କରିବେ। ତ ତାହେଲେ ଦେଖିବେ ଆଳୁଟା ବି ଟିକେ ତେଲରେ ଭାଜି ହେଇଯିବ, ବାଇଗଣଟା ବି ଟିକେ ଭାଜି ହେଇଯିବ, ସଜନା ଛୁଇଁ ବି ଭାଜି ହେଇଯିବ, ଖାଇବା ପୁରା ଟେଷ୍ଟି ଲାଗିବ। ତ ଦେଖନ୍ତୁ ଏଇଭଳି ମିକ୍ସ କରିଥିବେ। ତାପରେ କିଛି ଗୁଣ୍ଡ ମସଲା ଏଡ଼୍ କରିବା। ତ ନିଜ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ଗୁଣ୍ଡ ମସଲା ଏଡ଼୍ କରିପାରିବେ। ଆମେ ଘରର ବେସିକ୍ ସାମଗ୍ରୀରେ ହିଁ ପ୍ରସ୍ତୁତ କରିବା। ଆଉ ଆପଣମାନେ ଯେତିକି ମସଲା ମସଲି ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଆପଣମାନେ ଏଥିରେ ଏଡ଼୍ କରିପାରିବେ। ଆଉ ଯେଉଁମାନେ ଦେଖିବେ ଅଧିକ ତେଲ ଖାଆନ୍ତିନି, ଅଧିକ ମସଲା ଖାଆନ୍ତିନି, ସେଇମାନେ ଖାସ୍ କରି ଏ ରେସିପିଟା ବନେଇକିରି ଖାଇପାରିବେ। ତ ଘରର ବେସିକ୍ ମସଲା ହିଁ ମୁଁ ଏଥିରେ ଏଡ଼୍ କଲି। ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଆଉ ଅଳ୍ପ ଟିକେ ସେ ଗିନାଟାକୁ କ୍ଲିନ୍ କରି ପାଣି ଏଡ଼୍ କଲି, ଏଇଥିପାଇଁ ଯେ ଯେମିତିକି ପୋଡ଼ିବନି, ଆଳୁ ବାଇଗଣ ଭଲସେ କଷି ହେବ। ତ ରହି ଟିକେ ମିକ୍ସ କରିବା, ଯେମିତି ବହୁତ ବଢ଼ିଆ ବାସ୍ନା ଆସୁଛି ଫ୍ରେଣ୍ଡ। ସେଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ। ଆପଣମାନେ ଘାଣ୍ଟ ତରକାରୀ ବି ଏଥିରେ ସ୍ୱାଦ ପାଇବେ, ବହୁତ ବଢ଼ିଆ ଲାଗେ ରେସିପିଟା ଖାଇବା ପାଇଁ। ଥରେ ବନେଇଲେ ଦେଖିବେ ମାନେ ଝଟପଟ ବି ବନିକି ରେଡ଼ି ହେବ। ଆଉ ଦେଖିବେ ମାନେ ଭାତ, ଡାଲି, ତରକାରୀ ବନେଇବା ପାଇଁ ବି ଆପଣମାନଙ୍କୁ ଇଚ୍ଛା ହିଁ ହେବନି, ଏତେ ସ୍ୱାଦିଷ୍ଟ ଲାଗେ ରେସିପିଟା। ଆଉ ଅଳ୍ପ ଟିକେ ସ୍ୱାଦକୁ ତା'ର ବଢ଼ାଇବା ପାଇଁ ମୁଁ ଏଠି ଅଳ୍ପ ଟିକେ ରଜନା ବଡ଼ି ଏଡ଼୍ କରିଛି। ରଜନା ବଡ଼ି ବଦଳରେ ଆପଣମାନେ ସୋୟା ବଡ଼ି ବି ଏଡ଼୍ କରିପାରିବେ। ଆଉ ଦୁଇଟି ସେଇଥିରେ ମୁଁ ଏଡ଼୍ କରିଦେଇଛି ଶୁଖିଲା ଲଙ୍କା। ଶୁଖିଲା ଲଙ୍କା ଏଡ଼୍ କରିବା ଦ୍ୱାରା ଦେଖିବେ କଲର୍ ବହୁତ ବଢ଼ିଆ ଆସିବ ଆଉ ରାଗଟା ବି ବାହାରିବ। ଆପଣମାନେ ଚାହିଁଲେ ଏ ସମୟରେ କଞ୍ଚା ଲଙ୍କା ବି ଏଡ଼୍ କରିପାରିବେ, ଶୁଖିଲା ଲଙ୍କାକୁ ସ୍କିପ୍ କରିକିରି। ତାପରେ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଆପଣମାନେ ଯେତିକି ଚାଉଳ ଡାଲିରେ ବନେଇବାକୁ ଚାହିଁବେ, ଯେତିକି ପନିପରିବାରେ ବନେଇବାକୁ ଚାହିଁବେ, ସେ ଅନୁସାରେ ସବୁ ଜିନିଷ ଏଡ଼୍ କରିବେ। ଏଠି ମସଲା ମସଲି ହେଉ କି ପନିପରିବା ହେଉ, ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଡ଼୍ କରନ୍ତୁ। ଯେତିକି ବନେଇବାକୁ ଚାହିଁବେ ସେ ଅନୁସାରେ ଏଡ଼୍ କରିବେ। ତ ଏଠି ଦେଖନ୍ତୁ ଗୋଟେ ଛୋଟ ଗିନା ଚାଉଳ ନେଇଛି, ଆଉ ହାଫ୍ ଗିନା, ସେ ଛୋଟ ଗିନାର ହାଫ୍ ଗିନା ମୁଁ ନେଇଛି ଡାଲି ନେଇଛି। ତ ଯେହେତୁ ମୁଁ 2 ଜଣ ପାଇଁ ହିଁ ବନଉଛି ରେସିପିଟା, କିନ୍ତୁ ଅଧିକା ବନିଗଲା ଆପଣମାନେ ତ ଜାଣିଥିବେ ଭାତ ଟିକେ ଅଧିକା କ୍ୱାଣ୍ଟିଟିର ବନିଯାଏ, ପୁଣି ସେଥିରେ ଆମେ ଏଡ଼୍ କରୁଛନ୍ତି ଡାଲି ଏଡ଼୍ କରୁଛନ୍ତି, ପୁଣି ପନିପରିବା ଏଡ଼୍ କରୁଛନ୍ତି। ସେଇଥିପାଇଁ ମୁଁ ଅଳ୍ପ ଟିକେ ହିଁ ଚାଉଳ ନେଇଥିଲି। କେବଳ 2 ଜଣ ପାଇଁ ବନଉଥିଲି, କିନ୍ତୁ 2 ବେଳ ମାନେ 2 ଓଳି ଖାଇବା ପାଇଁ ବି ହେଇଗଲା। ଏତେ ସାରା ପୁରା ବନିକି ରେଡ଼ି ହେଇଗଲା, ପୁରା ଗୋଟେ ଡେକ୍ଚି ବନିଗଲା। ତ ଆପଣମାନେ ମନ ପସନ୍ଦ ଅନୁସାରେ ଆପଣମାନେ ବନେଇ ପାରିବେ, ଆଉ ଯେତିକି ଚାହିଁବେ ସେ ଅନୁସାରେ ଏଠି ବନେଇ ପାରିବେ। ଆଉ ଧ୍ୟାନ ରଖିବେ, ଯେହେତୁ ଭାତଟା ପୁଣି ସେଥିରେ ପନିପରିବା ପଡ଼ୁଛି, ଡାଲି ପଡ଼ୁଛି, କିନ୍ତୁ କ୍ୱାଣ୍ଟିଟି ଟିକେ ଅଧିକା ହେଇଯାଏ। ତ ଆପଣମାନେ ଚାହିଁଲେ ଚାଉଳ ଡାଲି ଏଠି ଅଧିକା କମ୍ କରିପାରିବେ। ତ ତାପରେ କ'ଣ କରିବା, ଭଲସେ କଷି ସାରିବା ପରେ ଚାଉଳ ଡାଲିକୁ ଏଡ଼୍ କରିକିରି ଆମେ ସେଥିରେ ଗରମ ଗରମ ପାଣି ଏଡ଼୍ କରିଦେବା। ଯେହେତୁ ବାଇଗଣ ଏଡ଼୍ ଅଛି, ଧ୍ୟାନ ରଖିବେ ଗରମ ପାଣି ହିଁ ଏଡ଼୍ କରିବେ। ଥଣ୍ଡା ପାଣି ଏଡ଼୍ କରିବେ ନା ପାଞ୍ଚିଆ ସ୍ୱାଦ ଆସିବ, ଆଉ ବାଇଗଣଟା ବି ସିଝିବନି। ମାନେ ବାଇଗଣର ଗୋଟେ ସ୍ମେଲ୍ ଆସେ, ଆପଣମାନେ ଜାଣିଥିବେ।
ଶୁଣିଥିବେ ସେଇଟା କ'ଣ କୁହନ୍ତି, ଆଙ୍ଗିଣିଆ ସ୍ମେଲ୍ ନା କ'ଣ କୁହନ୍ତି, ଆପଣମାନେ ମୋତେ କମେଣ୍ଟ କରନ୍ତୁ। ତ ଏବେ ଆମେ ଭଲସେ ମିକ୍ସ କରିଦେବା। ତ ଆପଣମାନେ ଅଧିକ ଆଉ ଟିକେ ଚାହିଁଲେ ପାଣି ଦେଇପାରିବେ, ନହେଲେ ଯଦି ଅଧିକା ବହଳିଆ ଲାଗିଲା ଭାତଟା ବନି ସାରିବା ପରେ ସେଇ ସମୟରେ ବି ଗରମ ଗରମ ପାଣି ଆଉ ଟିକେ ଏଡ଼୍ କରିପାରିବେ। ତ ଏବେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତାପରେ ଆମେ କ'ଣ କରିବା ନା, ସେଇଥିରେ ଆମେ ଏଡ଼୍ କରିଦେବା ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିବା। ମୁଁ ଏଥିରେ ବିଲକୁଲ ଲୁଣ ଏଡ଼୍ କରିନଥିଲି, ତ ଏହି ସମୟରେ ଲୁଣକୁ ଏଡ଼୍ କରିଦେଲି। ପୁଣି ଥରେ ଭଲସେ ମିକ୍ସ କରି ଆକୁ କଭରକୁ ବନ୍ଦ କରିଦେବା, ପୁରା ବନିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ତ ଦେଖନ୍ତୁ ଏଠି ଭାତ ବି ଫୁଟି ସାରିଲାଣି, ଆଉ ଚାଲନ୍ତୁ ଚେକ୍ କରିବା ବନିଲା କି ନାହିଁ। ତ ଦେଖନ୍ତୁ ଭାତ ବି ଏଠି ଆମର ପରଫେକ୍ଟଲି ବନିଯାଇଛି। ଆପଣମାନେ ଚାହିଁଲେ ଆଉ କଅଁଳ କରିବାକୁ ଚାହିଁଲେ ଭାତ ଆପଣମାନେ ଏଠି କରିପାରିବେ। ଆଉ ଡାଲି ବି ଦେଖନ୍ତୁ ବଢ଼ିଆ ସିଝିଯାଇଛି। ଆଉ କେତେ ବଢ଼ିଆ ଆମ ରେସିପିଟା ବନିକି ରେଡ଼ି ହେଇଛି। ବାସ୍ନାରେ ପୁରା ଘର କମ୍ପି ଉଠୁଛି। ବହୁତ ବଢ଼ିଆ ଟେଷ୍ଟି ଥିଲା। ଆଉ ମୁଁ ବିନା ପିଆଜ ରସୁଣ ଚାହିଁଲେ ବି ଆପଣମାନେ ବନେଇ ପାରିବେ। ମୁଁ ଏଥିରେ ପିଆଜ ରସୁଣ ଏଡ଼୍ କରିଛି। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବ, ଟିକେ ମିକ୍ସ କରିଦେବା ତାକୁ, ଯେମିତିକି ବାଇଗଣ ବି ସେଥିରେ ମିକ୍ସ ହେଇଯିବ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ଦେଖା ବି ଯାଉଛି, ଆଉ ବହୁତ ବଢ଼ିଆ ସୁପର ଟେଷ୍ଟି ଥିଲା। ତ ଆକୁ ଗୋଟେ ଆମେ ସ୍ପେଶାଲ ଫୁଟଣ ବି ଏଥିରେ ଆମେ ଏବେ ବନେଇବା। ଆଉ ଅଳ୍ପ ଟିକେ ତା ଆଗରୁ କସ୍ତୁରୀ ମେଥି ଦେଇଦେବା। କସ୍ତୁରୀ ମେଥି କି ଧନିଆ ପତ୍ର ଏଡ଼୍ କରିବେ ନା, ତାର ଫ୍ଲେଭର ଏଥିରେ ବହୁତ ବଢ଼ିଆ ଲାଗେ। ତ ଆପଣମାନଙ୍କ ପାଖରେ ଯଦି ଅଛି ଏଡ଼୍ କରନ୍ତୁ, ନହେଲେ ସ୍କିପ୍ କରିପାରିବେ, ଏମିତିରେ ବି ଖାଇପାରିବେ। ଆଉ ଯଦି ଅଧିକା ଖଟା ଖାଇବା ପସନ୍ଦ କରନ୍ତି, ଏହି ସମୟରେ ଆପଣମାନେ ଚାହିଁଲେ ତେନ୍ତୁଳି ରସ ବି ଏଡ଼୍ କରିପାରିବେ। ଆଉ ଯଦି ସାମ୍ବାରର ଫ୍ଲେଭର ଯଦି ଆଣିବାକୁ ଚାହୁଁଛନ୍ତି, ତାହେଲେ ଅଳ୍ପ ଟିକେ ସାମ୍ବାର ମସଲା ଏଥିରେ ଏଡ଼୍ କରିପାରିବେ। ଆଉ ଦେଖନ୍ତୁ ଭାତ ପୁରା ସିଝି ବି ଯାଇଛି, ତ ମୁଁ ଆକୁ ଆଉ ଅଧିକ ତାକୁ ସିଝେଇଲିନି, ଏତିକିରେ ହିଁ ବାହାର କରିଦେଲି। ଯେହେତୁ ଥଣ୍ଡା ହେଲା ପରେ ସେ ଟିକେ ବହଳିଆ ବନିଯାଏ, ବସ୍ ଯେହେତୁ ଭାତଟା ପୁଣି ଡାଲି ସେଥିରେ ଏଡ଼୍ ଅଛି, ସେଥିପାଇଁ ଟିକେ ପତଲା ଥିଲା, ମାନେ ଅଧିକ ବହଳିଆ ନାହିଁ, ପତଲା ଥିଲା, ମୁଁ ତାକୁ ଓହ୍ଲେଇ ଦେଲି। ତ ଏବେ ଚାଲନ୍ତୁ ତାର ସ୍ପେଶାଲ ଫୁଟଣଟା ବନେଇବା। ସ୍ପେଶାଲ ଫୁଟଣରେ ଆପଣମାନେ ଚାହିଁଲେ ତେଲରେ ବି ଫୁଟଣ ବନେଇ ପାରିବେ। ମୁଁ ଏଥିରେ ଘିଅରେ ହିଁ ଫୁଟଣଟା ଦେଉଛି। ଦେଖନ୍ତୁ ଗୋଟେ ଚାମଚ ଘିଅରେ ଅଳ୍ପ ଟିକେ ଆମେ ଜିରା ସୋରିଷ ଏଡ଼୍ କରିବା। ଯେହେତୁ ଆଗରୁ ଆମେ ଏଡ଼୍ କରିନାହାନ୍ତି ଜିରା ସୋରିଷ, ତ ଏହି ସମୟରେ ମୁଁ ଏଡ଼୍ କରିଦେଲି। ଆଉ ଛୋଟ ଛୋଟ ପିସେସ୍ରେ କଟିଂ କରି କଞ୍ଚା ଲଙ୍କା ଆଉ ରସୁଣକୁ ଏଡ଼୍ କରିଦେବା। ଏଠି ଦେଖନ୍ତୁ ମୁଁ ଲାଲ କଞ୍ଚା ଲଙ୍କା ଏଡ଼୍ କରିଛି, ତ ଏଇଟା ପୁରାପୁରି ଅପସନାଲ୍ ଅଛି। ତ ଏବେ କ'ଣ କରିବା ନା, ଆଉ ଲାଷ୍ଟରେ ଅଳ୍ପ ଟିକେ ଧନିଆ ପତ୍ର ବି ସେଥିରେ ଏଡ଼୍ କରିଦେବା, ଆଉ ଟିକେ ଭାଜିଦେବା। ତ ଏଇଭଳି ଭାଜିକି ତାର ଦେଖିବେ, ମାନେ ଯଦି ଫୁଟଣଟା ସେଥିରେ ଏଡ଼୍ କରିବେ, ତାର ଫ୍ଲେଭର ବହୁତ ବଢ଼ିଆ ଆସିବ, ରସୁଣର ଖାସ୍ କରି। ଆଉ ଦେଖନ୍ତୁ ତାକୁ ଆମେ ଏଡ଼୍ କରିଦେବା ସେଇ ଯେ ଆମେ ବନେଇଛନ୍ତି ଭାତରେ। ତ ଏଇଭଳି ପ୍ରୋସେସ୍ରେ ଆପଣମାନେ ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଆର ବାସ୍ନାରେ ହିଁ ପୁରା ଥାଳିଏ ଭାତ ଖାଇଲା ଭଳି ଲାଗିବ, ଏତେ ବଢ଼ିଆ ପୁରା ଟେଷ୍ଟି ଲାଗେ ଏ ରେସିପିଟା। ଆଉ ଶୁଖିଲା ଲଙ୍କା ବି ସେ ଯେହେତୁ ସେଥିରେ ଏଡ଼୍ କରିଥିଲେ, ରାଗର ବି ଟିକେ ହାଲକା ଫ୍ଲେଭର ରହୁଥିଲା। ଆଉ ଛୁଆମାନଙ୍କ ପାଇଁ ଯଦି ବନାଉଛନ୍ତି, ତାହେଲେ ଏଠି କଞ୍ଚା ଲଙ୍କା କି ଶୁଖିଲା ଲଙ୍କା ଆପଣମାନେ ଚାହିଁଲେ ସ୍କିପ୍ କରିପାରିବେ। ତ ଫାଇନାଲି ଦେଖନ୍ତୁ ଆମ ରେସିପିଟା ବନିକି ରେଡ଼ି ବି ହେଇସାରିଛି। ତ ଆପଣମାନେ ବି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଭାତ ଘାଣ୍ଟ ବା ଘାଣ୍ଟ ଭାତ ବୋଲି ଆପଣମାନେ ଆଉ କହିପାରିବେ, ତ ଏମିତିରେ ଖେଚୁଡ଼ି ବୋଲି ବି କହିପାରିବେ। ତ ଫାଇନାଲ ରେସିପିଟି ବନିଗଲାଣି। ଆପଣମାନେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ଆକୁ ଖେଚୁଡ଼ି କହିବା ନା ଭାତ ଘାଣ୍ଟ କହିବେ। ତ ଫାଇନାଲ ରେସିପିଟି ବନିଗଲାଣି ଫ୍ରେଣ୍ଡସ୍। ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି, ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଫ୍ରେଣ୍ଡସ୍, ଦେହ ଟିକେ ଭଲ ନାହିଁ, ସେଥିପାଇଁ କହିବା ସମୟରେ ଟିକେ ଟିକେ ପ୍ରୋବ୍ଲେମ୍ ହେଉଛି, ତ ଟିକେ ଆଡ଼ଜଷ୍ଟ କରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି, ଆଉ ସଜନା ଛୁଇଁର ଫ୍ଲେଭର ବି ବହୁତ ବଢ଼ିଆ ଆସୁଥିଲା। ମାନେ ଖାଇବା ସମୟରେ ସଜନା ଛୁଇଁର ସ୍ମେଲ୍ ବି ଆସୁଥିଲା, ବହୁତ ବଢ଼ିଆ ଲାଗୁଥିଲା। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।